महामारी गणिगोसापा आसूची आगु ये कोरोना नहीं कोरोना तो मेडिकल फेडिकल जाइए आसू बोलते सी सांगे सांगे एभली मृत्यु हम तेणु सेतेबेले मन पकड़े धर्म केमितिका जिनिस एका सागे 5 जन भूत काम करेंगे पृथ्वी जल तेज वायु आकाश समस्त तांडव एमती हम जे सबकि मोहि बुलीज लुहा मोहि बुलीज परिणाम भयावह एका सागे सबकि हम से समय 7 राति 7 दिन 7 राति से समय पाप आसी आसी भरपूर हो गला परे ताप बढ़ुଛି ताप माने राग जन को सत कथा कहीदेले से रागुଛି कौन पे रागुଛି ना ता देहरे पापटा बढ़ी ताकू कहले ताकू ताप लगुଛି तेणु आकु खंडन करने को हेले केवल नाम ही भरोसा ये जो नासार पवन जाऊँगी कौ समय सहित आम भेटाभेटी हेब से संपर्क में कहते महापुरुष पदे से कहले 60 दंडरे 7 बार विपरीत छपन दंडरे भोग हुए दिवारात्र छपन दंडरे भोग हुए दिवारात्र छपन दंडरे भोग हुए दिवारात्र आउ दंड संजे सकाल के चारे दंडरे तुई मुहि दे जुगल के चारे दंडरे तुई मुहि दे जुगल के चारे दंडरे दिन रात्र हूँ 60 दंड दिन 30 दंड रात 30 दंड बा पवन उपरू जो जाऊँगी राति आसवाटा हूँ दिन गोटे 30 दंड आ गोटे 30 दंड दीटाक मिसेले 60 दंड ब्रह्मांडटा जहाँ शरीरटा ताहा भोग केते होची ना 56 दंडरे भोग हुए दिवारात्र 56 दंड 56 दंडरे दिवारात्र भोग होची आउ जो 4 दंड रहिला से 4 दंड को जगह रहिला ना आउ किछि समय पर सूर्य उदय हबो सूर्य उदय हो नथिबो दंडे आ उज्जवल हो दंडे उज्जवल पटे दंडे अंधार पटे दंडे सेपटे दंडे एपटे दंडे 2 दंड है सेमिति सूर्य अस्त बेले सूर्य अस्त हो अंधार हो नथिबो एपटे उज्जवल थिबो सेपटे दंडे सेपटे दंडे 2 दंड है से दीटा जिनिस आम नासा पवन भितर ताकू बुझा तार सीमा सरहद कोटी अच्छी ताकू निर्णय करने को जो पवन आसूची आउे बाउड़ आसला बाउड़ा से आसर शेष बाउड़ार प्रथम एपटे दंडे सेपटे दंडे रोचे
ସେମିତି ପବନ ତ ଯାଉଛି ଆଉ ଥରେ ଉପରୁ ତଳକୁ ଆସିବ, ଆସିଲା ବେଳକୁ ମଧ୍ୟ ସେଭଳି ଦ୍ୱିଦଣ୍ଡ ରହୁଛି। ଏ ଦୁଇଟା ଜାଗାରେ ମନ ତା ସହିତ ମିଶି ପାରିବ। ଏ ମନ ସେ ସ୍ଥାନକୁ ସେ ସନ୍ଧି ଜାଗାକୁ ନିରୀକ୍ଷଣ କରିବ। ମାନେ କ'ଣ କଲେ ମନ ତାକୁ ବୁଝିଛି, ଜାଣିଛି। ମନକୁ ଆମେ ସ୍ଥିର ରଖୁନେ, ମନକୁ ବିଭିନ୍ନ କାମରେ ଲଗେଇ ଦେଉଛେ ବୋଲି ସେ କରିପାରୁନି। ମନ ଏ ବିଷୟଟା ସେ ଜାଣିଛି। ସେଥିପାଇଁ ଏ ଅଭ୍ୟାସ କରିବା ସମୟରେ ବାରମ୍ବାର ଅଭ୍ୟାସ କରି କରି ସେଇ ସ୍ଥାନଟାକୁ ନିରୀକ୍ଷଣ କର। କଲେ ସେଇ ସନ୍ଧି ସମୟରେ ଜୀବ ପରମ ଏକତ୍ରିତ ହେଉଛନ୍ତି। ଏକତ୍ରିତ ହେବାଟା କ'ଣ କୁହାଯାଏ? ତାକୁ ମହାପୁରୁଷ ପଦେ କହିଲେ, ସେ କହୁଛନ୍ତି ନା ଉଦୟସ୍ତ ଘେନି, ମାନେ ସେ କହୁଛନ୍ତି ଯେ ଶିବ ଶକ୍ତି ଘେନି ସ୍ୱର ଦ୍ୱୟ ବହେ, ଶିବ ଶକ୍ତି ଘେନି ସ୍ୱର ଦ୍ୱୟ ବହେ, ସେ କହୁଛନ୍ତି ଶିବ ଶକ୍ତି ଘେନି ସ୍ୱର ଦ୍ୱୟ ବହେ। ଏ ଯୋଉ ଦିଟା ନାଡି, ଗୋଟେ ହଉଛି ଶିବ ଆଉ ଗୋଟେ ଶକ୍ତି। ଏ ଯୋଉ ନାଡି ବହୁଛି, ଗୋଟେ ଶବଦ ଆଉ ଗୋଟେ ନିଶବ୍ଦ। ଏ ଶବଦକୁ ଛାଡ଼ି ନିଶବ୍ଦ ଧରିଲେ ଏ ସଂସାରରୁ ପାରି ହେଇଯାଏ। ତେଣୁ ଶବଦ ମନ ପବନ ମିଶିଗଲେ, ଧୀରେ ଧୀରେ ଊର୍ଦ୍ଧ୍ୱଗତି ହେଲେ ସେ ଶବଦରୁ ଯାଇ ନିଶବ୍ଦ ଆଡ଼କୁ ଗତି କରିବ। ନିଶବ୍ଦ ଆଡ଼କୁ ଗତି କରିବ। ଧୀରେ ଧୀରେ ଏଭଳି ଗୋଟେ ସ୍ଥାନରେ ପହଞ୍ଚିବ, ତାକୁ କୁହାଯାଏ ନା ତ୍ରିବେଣୀ ସଙ୍ଗମ। ସେ ତ୍ରିବେଣୀ ସଙ୍ଗମରେ ପହଞ୍ଚିବ। ତ୍ରିବେଣୀ ସଙ୍ଗମ କେମିତି ହଉଛି? ସେ କହୁଛନ୍ତି ବାମରେ ଗଙ୍ଗା ଡାହାଣେ ଯମୁନା ବହୁଛି ରାମ, ଯମୁନା ବହୁଛି ମଧ୍ୟେ ସରସ୍ୱତୀ ନଦୀ ବହି ପଡ଼ୁଅଛି ରାମ, ବହି ବାମଟା ହଉଛି ଡାହାଣ, ବାମପୁଡ଼ା ପବନଟା ହଉଛି ଗଙ୍ଗା, ଏ ଦକ୍ଷିଣ ନାସାର ପବନଟା ହଉଛି ଯମୁନା। ଏ ଦି ନଦୀ ମଝିରେ ଆଉ ଗୋଟେ ନଦୀ ଅଛି ସରସ୍ୱତୀ। ସେ ବହିବା କଥା କୋଉଠି ଲେଖା ହେଇନି, ବହି ପଡୁଅଛି, ଉପରୁ ଆସୁଛି। ସେ ଦି ନଦୀ ସହିତ ମିଶି ଯାଇଛି। ଏ ତିନିଟା ଆଗ ଯୋଉଠି ସଂଯୋଗ ହେଇଛି ତାକୁ ତ୍ରିବେଣୀ ଘାଟ ବୋଲି କୁହାଯାଏ। ସେଇ ଘାଟକୁ ଦ୍ୱାପର ଯୁଗରେ ଗୋପୀ ଗୋପାଳ ମାନେ ବା ଭକ୍ତ ମାନେ ଗାଧୋଇବାକୁ ଗଲେ। କୋଉ ଘାଟରେ? ନା ଏ ଯମୁନା, ଯମୁନା କରେ ଡାହାଣ ବୁଡ଼ା ପବନ। ଯମୁନାକୁ ଗୋପୀ ମାନେ ଗାଧୋଇଣ ଗଲେ, ରାମରେ ଗାଧୋଇଣ ଗଲେ। କୃଷ୍ଣ କୃଷ୍ଣ ବୋଲି କରି ଜଳରେ ପଶିଲେ, କୃଷ୍ଣ କୃଷ୍ଣ
ନାସାର ପବନଟି ହେଉଛି ଯମୁନା। ଏ ଯମୁନାକୁ ଗାଧେଇବାକୁ ସବୁ ଗୋପୀ ମାନେ ଗଲେ। ଗୋପୀ ବୋଇଲେ ମନ ଗୁଡ଼ାକ ହେଉଛି ଗୋଟେ ଗୋଟେ ଗୋପୀ। ଏ ଆମ ସମସ୍ତଙ୍କ ଦେହରେ ମନ ଅଛି, ମନ ମାନେ ସବୁ ଗାଧେଇବାକୁ ଗଲେ। ଏବେ ଯେମିତି ଲୋକେ ଗାଧେଇବାକୁ ଯାଉଛନ୍ତି ସବୁ, କିଏ କିଏ ମେଳାରେ ବସିଲେ ଗାଧେଇବାକୁ ପଳେଇବ। ସେମିତି ଇଏ ଦକ୍ଷିଣ ନାସାର ପବନ ଭିତରେ ପଶିଲେ ସେ ଧୀରେ ଧୀରେ ସେ ଭିତରେ ଯମୁନା ନଦୀ ଅଛି, ସେଠି ଗାଧେଇଲେ କଣ ହେବ ନା ଆମ ଦେହରେ ଯୋଉ ମିଛରୁ ପାପ ବଢିଯିବାରୁ ତାପ ବଢିଯାଇଛି। ତାପ ବୋଲେ କଥା କୋଉ ଲୋକେ ରାଗୁଛନ୍ତି ତ କହନ୍ତି ତାପ। ସେ ତାପ ଖଣ୍ଡନ ହବ, ସେ ନଦୀରେ ଗାଧେଇଲେ ତାପ ଖଣ୍ଡନ ହବ। ସେଥିପାଇଁ ଆମ ପ୍ରତି ଦେହରେ ନଦୀ ଗୋଟେ ଦେଇଛନ୍ତି, ତମେ ସେଠି ଗାଧେଇକିରି ତାପ ଖଣ୍ଡନ କରିବା ପାଇଁ। କେମିତି ସେ କଥା କଣ ପାଇଁ? ତ୍ରିବେଣୀ ବହୁଛି ଲିଭାଇବା ପାଇଁ, ତ୍ରିକୁଟ ସନ୍ଧିର ହୁଳା। ତ୍ରିବେଣୀ ବହୁଛି ଲିଭାଇବା ପାଇଁ, ତ୍ରିକୁଟ ସନ୍ଧିର ହୁଳା। ତ୍ରିଗୁଣକୁ ତେଜ ତ୍ରିପୁରାକୁ ସେବ, ମନ ମନରେ ଗଳା। ମନ ମନରେ ଗଳା ରାମଚନ୍ଦ୍ର, ମନ ମନରେ ଗଳା। ମନ ମନରେ ଗଳା ରାମଚନ୍ଦ୍ର, ମନ ମନରେ ଗଳା। ତ୍ରିବେଣୀ ବହୁଛି ଲିଭାଇବା ପାଇଁ। ଆମ ଦେହରେ ଯୋଉ ପାପ ତାପ ଅଛି ସେ ହୁଳାଟାକୁ ଲିଭାଇବା ପାଇଁ ତ୍ରିବେଣୀଟା ବହୁଛି। ମୁଁ ଗାଧେଇଲେ ସିନା ଲିଭିବ, ମୁଁ ନ ଗାଧେଇଲେ କଣ ସେ ପାପଟା ଲିଭିଯିବ? ତେଣୁ ତ୍ରିବେଣୀ ବହୁଛି ଲିଭାଇବା ପାଇଁ, ତ୍ରିକୁଟ ସୁନ୍ଦର ହୁଳା। ତ୍ରିଗୁଣକୁ ତେଜ, ଯୋଉ 17 ଯତମ ତେଜ, ଆଉ ତ୍ରିପୁରାକୁ ସେବ, ଏ ଯୋଉ ଅର୍ଦ୍ଧମାତ୍ରା ଅଛି ମା, ତାକୁ ସେବା କର। ତ୍ରିଗୁଣକୁ ଛାଡ଼ିକିରି ଧୀରେ ଧୀରେ ଗାଧଉ ଗାଧଉ ସେ ଭିତରେ ଦିଟା କଥା ଅଛି। ବୁଡ଼ିକିରି ଗାଧେଇଲେ ମନ ଧୀରେ ଧୀରେ ଅମନ ହେଇଯିବ। ମନଟା ନିର୍ମଳ ହେଇକିରି ଅମନ ହେଇଯିବ। ମନ ଅମନ, ମନ ଅମନ। ଯେମିତି ମୁଁ ରୂପ ଅରୂପ କହୁଥିଲି, ସେମିତି ହଂ ସଂ ହଂ, ସେଭଳି ଇଏ ମନଟା ଅମନ ଆଡ଼କୁ ଯିବ। କୋଉଠି ହବ? ଡୋଳାର ଭିତରେ ତ୍ରିକୁଟ ସନ୍ଧିରେ ଅମନ ଭୂମି ରହିଛି। ଡୋଳାର ଭିତରେ ତ୍ରିକୁଟ ସନ୍ଧିରେ ଅମନ ଭୂମି ରହିଛି। ଡେଣା ଟେକି ହଂସ ଏକ ପାଦ କରେ, ଯହିଁକି ଧ୍ୟାନ କରିଛି। ଯହିଁକି ଧ୍ୟାନ କରିଛି ରାମଚନ୍ଦ୍ର, ଯହିଁକି ଧ୍ୟାନ କରିଛି। ଯହିଁକି ଧ୍ୟାନ କରିଛି ରାମଚନ୍ଦ୍ର, ଯହିଁକି ଧ୍ୟାନ କରିଛି। ସେ କହୁଛନ୍ତି ଏ ଯୋଉ ତ୍ରିବେଣୀ ତ୍ରିକୁଟ ବୋଲି କହିଲି, ଆମେ ସମସ୍ତେ ନାସାର ଦିପୁଡ଼ା ଯୋଉଠି ମିଶିଛି ବୋଲି ଭାବିଛେ। ୟାର ଗୁପ୍ତ ଜାଗାଟା ହଉଛି ନୟନ ଭିତରେ ଅଛି। ଏ ଯୋଉ ପବନ ସବୁ ଏ ନାସାର ପବନ ନୟନ ବାଟେ ଯିବା ଆସିବା କରୁଛି। ତମେ ଯେତେବେଳେ ଏ ଅଭ୍ୟାସ ହେଇଯିବ, ଜାଣିଦେବ ଏ
ଏ ପବନ ସହିତ ମନ ମିଶାଇବାର ଅଭ୍ୟାସ ହେଇଯିବ, ତମେ ଦେଖିବ ଯେ ଆଖି ବାଟେ ପବନ ଯିବା ଆସିବା କରୁଛି। ସେତେବେଳେ ତମେ ଜାଣିବ ତ୍ରିବେଣୀଟା ଏଇଠି ଅଛି, ଏଇଠି ନାହିଁ ଏଇଠି ଅଛି। ତେଣୁ ଡୋଳାର ଭିତରେ ତ୍ରିକୁଟ ସନ୍ଧିରେ ଅମନ ଭୂମି ଗୋଟେ ଅଛି। ମନ ନଥିବାର ଜାଗାଟା ଗୋଟେ ଗୋଟେ ଡୋଳା। ମୁଁ ଆଗରୁ କହିଛି, ଅରୂପକୁ ଆଶ୍ରୟ କଲେ ଅମନ, ରୂପକୁ ଆଶ୍ରୟ କଲେ ମନ। ଅରୂପ ରୂପ ଯେମିତି, ମନ ଅମନ ସେମିତି। ଅମନ ଭୂମି ରହିଛି। ସେ ଅମନ ଭୂମି କି ଏ ଦିଟା ପବନ ଟେକିକିରି, ଦିଟା ପବନ ଡେଣା ଟେକିକିରି ସେଠି ଶୂନ୍ୟକୁ ଅନ୍ୟାୟ ହେଇକିରି ରହିଛି। ସେଠି ଆଉ ରାସ୍ତା କିଛି ପାଉନି। ଏ ମନ ମନ କିଛି ରାସ୍ତା ପାଉନି, କୁଆଡ଼େ ରାସ୍ତା କିଛି ଦିଶୁନି। କ'ଣ ପାଇଁ? 10 ଦ୍ୱାର ଫୁଟି 10 ଦ୍ୱାର ଜିଣି, ଫୁଟିଛି କମଳ ନାହିଁ ତହିଁରେ ମୃଣାଳ। 10 ଦ୍ୱାର ଜିଣି, ଫୁଟିଛି କମଳ ନାହିଁ ତହିଁରେ ମୃଣାଳ। ଦେଖିଣ ଭ୍ରମର ବଣା ହେଉଅଛି, ଚିହ୍ନିଲେ କାଟିବ କାଳ। ଚିହ୍ନିଲେ କାଟିବ କାଳ ରାମଚନ୍ଦ୍ର, ଚିହ୍ନିଲେ କାଟିବ କାଳ। ଚିହ୍ନିଲେ କାଟିବ କାଳ ରାମଚନ୍ଦ୍ର, ଚିହ୍ନିଲେ କାଟିବ କାଳ। ମୃଣାଳ, ମୃଣାଳ ବୋଲେ କ'ଣ ନା, ପଦ୍ମ ଫୁଲ ଯେଉଁ ଫୁଟୁଛି ତା ନାଡ଼ଟା ମାଟି ତଳେ ଅଛି। ସେ ମାଟି ତଳଟା ହେଉଛି ମୃଣାଳ। ହେଲେ ପଦ୍ମଟା ହେଉଛି ନୟନ। ନୟନ ଭିତରେ ଅଛି ଭିତରକୁ ମୃଣାଳ। ସେ କ'ଣ ଘଟଣା ଘଟିଛି ନା, 10 ଦ୍ୱାର ଜିଣି, ଇଏ 9ଟା ଦ୍ୱାର, ଏ ତ୍ରିକୁଟ ଘାଟକୁ ଜିଣିଲା ପରେ 10ଟା ଦ୍ୱାର ତମେ ଜୟଲାଭ କରିପାରିବ। 10 ଦ୍ୱାର ଜୟଲାଭ କଲା ପରେ ଏ ମୃଣାଳ, ଏ ଯେଉଁ ଏଇଠୁ ଦୁକୁଦୁକି ଘର ପର୍ଯ୍ୟନ୍ତ ଯେଉଁ ପବନ ଯିବା ଆସିବା କରୁଛି, ସେ ଶୂନ୍ୟ ହେଇଯିବ। ନାହିଁ ତହିଁରେ ମୃଣାଳ। ମୃଣାଳ ନଥିବାରୁ ଦକ୍ଷିଣ ଭ୍ରମର ବଣା ହେଉଅଛି। ସେ କୋଉ ବାଟେ ଉପରକୁ ଯିବ, କ'ଣ କରିବ? ବଣା ବଣା ହେଉଛି, ରାସ୍ତା ଦିଶୁନି। ଇଆଡ଼େ ସିଆଡ଼େ ଚାରିଆଡ଼େ ଏମିତି ଘୁରି ବୁଲୁଛି। ସେଠି ତାକୁ ମହାପୁରୁଷ ଗୋଟେ ପଦ କହିଲେ, ସେ ରାସ୍ତାଟା କେମିତି ଦିଶିବ? ସେଇ ଜାଗାରେ ରାସ୍ତାଟା କେମିତି ଦିଶିବ? ଧାଇଁ ଯାଇ ଯିବ ପରମେ ମିଶୁଛି, ଧାପ କରୁଅଛି ଅନା। ଧାଇଁ ଯାଇ ଯିବ ପରମେ ମିଶୁଛି, ଧାପ କରୁଅଛି ଅନା। ଧ୍ୱନି ପରେ ଜ୍ୟୋତି ବିରାଜୁଅଛଇ, ଦୁଇ ରତି ବାର ଚିହ୍ନା। ଦୁଇ ରତି ବାର ଚିହ୍ନା ରାମଚନ୍ଦ୍ର, ଦୁଇ ରତି ବାର ଚିହ୍ନା। ଦୁଇ ରତି ବାର ଚିହ୍ନା ରାମଚନ୍ଦ୍ର, ଦୁଇ ରତି ବାର ଚିହ୍ନା। ସେ କହୁଛନ୍ତି ତୁ କେମିତି ଜାଣିବୁ ନା, ଜୀବ ପରମ ଧାଇଁ ଯାଇ ଜୀବ ପରମ ମିଶୁଛି। ଜୀବଟା ଯାଇ ପରମରେ ମିଶୁଛି।
मन तू सेई चंचल सेई जगह को जीवू पड़ो धाई जाई जीव परमे मिशुची धाप करुअछे अना अनैले कौन तू देखिबू सेठी ना धुनी परे बाबू ज्योति जलुअछि धुनी लगी धुनी ज्योतिटा बाहरुची आउ से ज्योतिटा जीव ज्योति परम ज्योति दीटाक मिसिकी गोटे ज्योति होगी जलुची से जीव परम दीटा ना एभली भाव में ज्योति गोटे होगी जलुची तेणु एभली लय कले तू बुझीपार से गोटे अग्नि शिखा शून्य रे जलुची ताकू अवधूत बोली कहा जाए से अग्नि सबू पोड़ी खाईद शून्य को भेदिकी गति करुच्ची जहाँ कह जाए जो 12 आंगुल पवन 24 आंगुल सिद्ध हो गला 12 आंगुल पवन सिद्ध होला परे निया धास से बाहर से धुनी माने अग्नि घास माने त्रास बाहर शिखा अग्नि शिखा बाहर काठ न खाली नियार शिखा बाहर से पाप को पोड़ी पाउंस करदे हेले धीरे जाई ए जीवटी परम अंगरे मिशुची जीवटी परम अंगरे केमती मिशिला ना ये ओलटी गला ये ओलटुची जीव जाई परम अंगरे मिशुची माने माने शरीर बदलुची बा जुग बदलुची टळुची ब्रह्मांड पृथ्वी नव खंड टिकिए संभाली थाओ टळुची ब्रह्मांड पृथ्वी नव खंड टिकिए संभाली थाओ टेला बणे मही देवे घोषणाई अलेख पुरुष जय अलेख पुरुष जय रामचंद्र अलेख पुरुष जय अलेख पुरुष जय रामचंद्र अलेख पुरुष जय तेणु टळुची ब्रह्मांड पृथ्वी नवखंड ये 9 द्वार धीरे 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 टळुची नवखंड टिके संभाली था समय अधिक दिन ना धीरे धीरे 23 सरू सरू 24 24 पर 25 25 पर 26 ये समय बेलू 25 पर 26 ये समय बेलू एका सागे 5 जन भूत काम करेंगे पृथ्वी जल तेज वायु आकाश समस्त तांडव एमती हम जे सबकि मोही बुलीज लुहा मोही बुलीज परिणाम भयावह एका संगे सबकि हम से समय 7 राति 7 दिन 7 राति से समय बात्या से समय भूमिकंप से समय युद्ध से समय अनाहार से समय ये महामारी पणिगोसापा आसूचिया ये कोरोना नहीं कोरोना तो मेडिकल फेडिकल जाइए आस मरुन सी सांगे सांगे एभली मृत्यु हम तेणु
ସେତେବେଳେ ମନେ ପକାଇବେ ଧର୍ମ କେମିତିକା ଜିନିଷ। ଧର୍ମ ନଥିଲେ ଏଭଳି ହୁଏ। ତେଣୁ ଏ ପୃଥିବୀ ଛାର ଖାର ଆଡ଼କୁ ଗତି କରୁଛି। ଧୀରେ ଧୀରେ ଏ ପଞ୍ଚଭୂତ ଶାନ୍ତ ହେବାକୁ ହେଲେ ଯାଇ ସବୁ ଶାନ୍ତ ହବ। ଶାନ୍ତ ହେଲା ବେଳକୁ ସବୁ ଯାଇକି ସରିଥିବ। ଶାନ୍ତ ହେଲା ବେଳକୁ ସବୁ କିଛି ସରିଥିବ। ତେଣୁ ଆମ ଶରୀରକୁ ଆମେ ଆୟତ୍ତ କରି ରଖିବାଟା ହେଉଛି ଗହଣ ଦଳର କାମ। ନିଜ ଦାୟିତ୍ୱ ନିଜେ ହିଁ ବହନ କରନ୍ତୁ। ତେଣୁ କାଗଜରେ ତଳେ ଲେଖା ହେଇଥାଉଛି ନିଜ ଦାୟିତ୍ୱ ନିଜେ ବହନ କରନ୍ତୁ। ନିଜ ଶରୀରର ଦାୟିତ୍ୱ ଆଉ ନିଜ ପରିବାରର ଦାୟିତ୍ୱ, ନିଜ ଗାଁର ଦାୟିତ୍ୱ, ଆଉ ଏ ଯେଉଁ ଅଛନ୍ତି ବଡ଼ ବଡ଼ ଲୋକମାନେ, ଦେଶ ଯିଏ ବୁଝୁଛନ୍ତି, ପୃଥିବୀ ଯିଏ ବୁଝୁଛି, ସେମାନେ ନିଜ କଥା ନିଜେ ବୁଝ ବୋଲି କହିଛନ୍ତି। ଭୀମ ଭୋଇ କହିଲେ ରାଜା ମାନେ ଆହେ ରାଜନୀତି କର, ଦଣ୍ଡ ସିଂହାସନେ ବସି। ନ କଲେ କେମିତି ହବ? କିନ୍ତୁ ସତ୍ୟ ସନାତନ ଧର୍ମ ନ୍ୟାୟ ସ୍ଥାପି ହୃଦୟରେ ମହିମା ଘୋଷି। ସତ୍ୟ ସନାତନ ଧର୍ମ କେମିତି ରହିବ, ଧରିତ୍ରୀ କେମିତି ରହିବ, ନ୍ୟାୟ କେମିତି ରହିବ, ବିଚାର କେମିତି ଠିକ ହେବ, ଆକୁ ଲକ୍ଷ୍ୟ ରଖି ରାଜନୀତି କର। ତେଣୁ ସମସ୍ତେ ବୁଝିବାର ବେଳ ଆସୁଛି। ନିଶ୍ଚୟ ସବୁକିଛି ବୁଝିବେ, ଏଥିରେ ସନ୍ଦେହ ନାହିଁ। ତେଣୁ ଆମେ କେମିତି ପରିତ୍ରାଣ ପାଇବା ସେ ବାଟ ସଫା କରିକି ଥାଅ। ମୋର ଯାହା ନଜରକୁ ଆସୁଛି, ଆମେ ଏତେ ସହଜେ ଏ ଜଙ୍ଗଲରେ ରହିବା ଲୋକ ଅଧିକ ଆସିବେ, ଉଦାର ହେଇଯିବେ। ଯେଉଁମାନେ ଜଙ୍ଗଲରେ ରହୁଛନ୍ତି, ଏ ସାରା ପୃଥିବୀର ଜଙ୍ଗଲ ଅଛି, ଜଙ୍ଗଲ ଗୁଡ଼ିକରେ ଯେଉଁମାନେ ବସବାସ କରନ୍ତି ସେମାନେ ଅଧିକ କିଛି ଉଦ୍ଧାର ହେଇଯାଇପାରନ୍ତି। କିନ୍ତୁ ଆମଠୁ ବଡ଼ ବଡ଼ ସହର ଗୁଡ଼ାକ ଗୋଟିଏ ଖୋଜିଲେ ଗୋଟେ ହେଲେ ମିଳିବନି, ଏମିତି ପରିସ୍ଥିତି ଆସିବ। କାହିଁ ମହାପୁରୁଷ ତାକୁ ଲେଖିଛନ୍ତି, ଏଭଳି ଯୁଦ୍ଧ ହବ କମ୍ପିବ ମେଦିନୀ ରଣଗୋଳ ଧୁନି, ସ୍ୱର୍ଗ ପାତାଳକୁ ଭେଦି। ସ୍ୱର୍ଗ ପାତାଳକୁ ଭେଦି 18 ଦିବସ ଜମ୍ଭୁଦ୍ୱୀପ ମଧ୍ୟେ ବହିବର କତନ ଦି। ବହିବର କତ ନଦୀ ରାମଚନ୍ଦ୍ର, ବହିବର କତ ନଦୀ, ବହିବର କତ ନଦୀ ରାମଚନ୍ଦ୍ର, ବହିବର କତ ନଦୀ। ସେ କହୁଛନ୍ତି ଦ୍ୱାପର ଯୁଗରେ 17 ଦିନ ଓଡ଼ିଆ ଯୁଦ୍ଧ ହେଇଛି, ଆଉ ଓଡ଼ିଆ ଯୁଦ୍ଧ ଅଛି। ସେ ଓଳିଟା ଅମର ଜୁମର ସଂହିତାରେ ଯାହା ଲେଖା ଅଛି ମୁଁ ଆପଣମାନଙ୍କୁ କହୁଛି। 13 ମାସ ଭୋଗ ହେବ, 13 ମାସ ଘନ ଘଟା ଯୁଦ୍ଧ ହେବ। ମୁଁ ଯେଉଁ ପରିସ୍ଥିତି କହିଲି ସେଭଳି ପରିସ୍ଥିତି ଆସିବ। 13 ମାସ ଦ୍ୱାପରର ଓଳିଟା 13 ମାସ ହେବ। 26, 27 26, 27 ବେଳକୁ ସାରା ପୃଥିବୀ ଦୁଲୁକୁ ଛୁବ, ଦୁଲୁ 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 ହଉଥିବ ଖାଲି। ଏଭଳି ଯୁଦ୍ଧ ହେବ। ସେ ଯୁଦ୍ଧରେ ସବୁ ଆଗବର ହେବେ, ଯୁଦ୍ଧକୁ ଯିବେ। କୋଉମାନେ? କଳିଙ୍ଗା ଅସୁର ପଇକୋପବର, ଯୁଦ୍ଧ ହେବ ରଣରଙ୍ଗା, ଯୁଦ୍ଧ ହେବ ରଣରଙ୍ଗା। ପାଦକ ବହଳେ ଏ ବହି ମଣ୍ଡଳେ ପଡ଼ିଯିବ
ଯେ ସୁନା ଟଙ୍କାକୁ ତ ଆମେ ପେଡ଼ିରେ ପକାଇ ରଖୁଛେ, ওটা ସବୁ ପାଦେ ବଳରେ ଉପରେ ପଡ଼ିବ। ଆଜି ୟୁକ୍ରେନର ଅବସ୍ଥା ଯାହା ହେଇଛି, କାଲି ଆଫଗାନିସ୍ତାନର ଯାହା ହେଇଥିଲା ପରିଣାମ, ସାରଖାର ଯେମିତି ହେଲା ସେଭଳି ପରିସ୍ଥିତି ଆସୁଛି। ତେଣୁ ଏ ଯୁଗଳ ଲୀଳା ଦିନେ ଭାଙ୍ଗିବ। କୋଉ ଯୁଗଳ? ଏ ନାସାର ପବନଟା ଯୁଗଳ ଲୀଳା ଚାଲିଥିବାରୁ ମୁଁ ବଞ୍ଚିଛି। ଯୋଉ ନାସାର ପବନଟା ଦି ଜଣ ଯୁଗଳ ହେଇକରି ମିଶିକି ତାଙ୍କେ ଲୀଳା କରୁଛନ୍ତି, ଆମକୁ ଜଣା ନାହିଁ ତାଙ୍କେ ଲୀଳା କରୁଛନ୍ତି ବୋଲି। କେମିତି ଲୀଳା କରୁଛନ୍ତି? ପ୍ରକୃତି ଜହିଁ ପୁରୁଷ ତହିଁ ଭିନା ଭିନଟି ନାହିଁ ରେ। ପ୍ରକୃତି ଜହିଁ ପୁରୁଷ ତହିଁ ଭିନା ଭିନଟି ନାହିଁ ରେ। ନିର୍ବିକାରରେ ମିଶନ୍ତି ବେନି ବିକାରେ କାଳ ଗ୍ରାସଇ ରେ। ବିକାରେ କାଳ ଗ୍ରାସଇ ରେ। ବିକାର କାଳ ଗ୍ରାସଇ ରେ। ଇଏ ବାମପଟେ ପବନଟେ ହଉଛି ରାଧା, ଦକ୍ଷିଣ ନାସାର ପବନଟା ହଉଛି କୃଷ୍ଣ। ଏ ଦି ଜଣ ମିଶିକିରି ତ୍ରିକୁଟରେ ଅଛନ୍ତି, ତାଙ୍କ ବିକାର ନାହିଁ। ବିକାର ଯାହା ଦେହରେ ଅଛି ତାକୁ କାଳ ଗ୍ରାସ କରିକିରି ଅଛି। ତେଣୁ ଇଏ ଯୁଗଳ ଲୀଳା ଦିନେ ଭାଙ୍ଗିଯିବ।